ଦୁଃଖ ଦୂର ହେବ। ଜଣେ ଯୁବକ ଗୁରୁ ୟୁଜି କୃଷ୍ଣମୂର୍ତ୍ତିଙ୍କ ପାଖରେ ପହଞ୍ଚି କହିଲା, ମୋ ପତ୍ନୀ କ୍ଷଣକୋପୀ, କଥା କଥାକେ ରାଗିଯାଏ। ସେହି କାରଣରୁ ମୁଁ ଶାନ୍ତିରେ ରହିପାରୁନାହିଁ। କେମିତି ଶାନ୍ତି ପାଇବି ବାଟ ବତାନ୍ତୁ। ୟୁଜିକେ କହିଲେ, ତୁମେ ନିଜ ପତ୍ନୀଙ୍କୁ ଛାଡ଼ି ଅଲଗା ରହିବାକୁ ଚାହଁ କି? ଯୁବକ କହିଲା, ନା ସେ କଥା ନୁହେଁ। ତା ସହିତ କେମିତି ଶାନ୍ତିରେ ରହିବି ସେ ଉପାୟଟି ଜାଣିବା ଦରକାର। ୟୁଜିକେ କହିଲେ, କେବଳ ତୁମର ନୁହେଁ, ଆମ ସମସ୍ତଙ୍କ ଲାଗି ଦୁଃଖର ମୂଳ କାରଣ ହେଲା ଆମେ ଈଶ୍ୱରଙ୍କୁ ସମ୍ମାନ ଦେଉନାହେଁ। ଯୁବକ କହି ଉଠିଲା, ନା ମହାଶୟ, ମୁଁ ଈଶ୍ୱରଙ୍କୁ ମାନେ ତାଙ୍କୁ ପୂଜା କରେ। ୟୁଜିକେ କହିଲେ, କଥାଟା ବୁଝିପାରିଲ ନାହିଁ। କଥା ହେଲା, ଈଶ୍ୱର ପୃଥିବୀର ସବୁ କିଛି ତିଆରି କରିଛନ୍ତି ଏବଂ ତାଙ୍କ ନିଜ ବାଟରେ ହିଁ କରିଛନ୍ତି। କିନ୍ତୁ ଆମେ ସେଥିରେ ସନ୍ତୁଷ୍ଟ ନୁହେଁ। ଆମେ ପ୍ରତି ଜିନିଷ ନିଜ ମନ ମୁତାବକ ହେଉ ବୋଲି ଚାହୁଁ। ପୃଥିବୀର ପ୍ରତି ମଣିଷର ଚେହେରା ପରସ୍ପର ଠାରୁ ଅଲଗା। ଈଶ୍ୱର ତାଙ୍କ ବାଟରେ ସମସ୍ତଙ୍କୁ ତିଆରି କରିଛନ୍ତି। କିନ୍ତୁ ଆମେ ନିଜ ମନ ମୁତାବକ ସୁନ୍ଦର ବା ସୁନ୍ଦରୀ ସାଥୀ ଚାହୁଁ। ନ ପାଇଲେ ଦୁଃଖ କରୁ। ସେମିତି ପ୍ରତି ମଣିଷର ସ୍ୱଭାବ ଅଲଗା। ତୁମେ ଯେମିତି ଚାହୁଁଛ ତୁମ ପତ୍ନୀ ସେମିତି ହେବ ବୋଲି କଥା ନାହିଁ। ତୁମର ଯଦି ଈଶ୍ୱରଙ୍କ ସୃଷ୍ଟି ପ୍ରତି ସମ୍ମାନ ଥାଆନ୍ତା, ତେବେ ତୁମେ ତାଙ୍କ ସୃଷ୍ଟିକୁ ସେ ଯେମିତି ଗଢ଼ିଛନ୍ତି ସେମିତି ଗ୍ରହଣ କରିପାରିଥାନ୍ତ ଏବଂ ନିଜକୁ ସେହି ଅନୁସାରେ ବଦଳେଇ ପାରିଥାନ୍ତ। ତୁମେ ସେମିତି କରିପାରୁନାହଁ ବୋଲି କଷ୍ଟ ପାଉଛ। ଯିଏ ଯେମିତି ତାକୁ ସେମିତି ଭାବେ ଗ୍ରହଣ କରିନେଲେ ଆମର ଅଧିକାଂଶ ଦୁଃଖ ଦୂର ହୋଇଯିବ। ଯଦି କେହି ଆପଣଙ୍କ ପାଇଁ ପାଗଳ, ତେବେ ତାକୁ ମୂର୍ଖ ଭାବନ୍ତୁ ନାହିଁ, ବରଂ ନିଜକୁ ଭାଗ୍ୟବାନ ଭାବନ୍ତୁ ଯେ ଆପଣ ଏପରି ଜଣେ ପାଇଛନ୍ତି ଯିଏ ଆପଣଙ୍କୁ ଏତେ ଭଲ ପାଏ। ମନେ ରଖିବେ, ମନ କାହାର ଭାଙ୍ଗିଲେ ଚଳିବ, ହେଲେ କେବେ କାହାର ବିଶ୍ୱାସ ଭାଙ୍ଗିବାକୁ ଚେଷ୍ଟା କରନ୍ତୁନି। କାରଣ ମନ ଥରେ ଭାଙ୍ଗିଲେ ଯୋଡ଼ି ହୋଇଯିବ, ହେଲେ ବିଶ୍ୱାସ ଥରେ ଭାଙ୍ଗିଲେ ମରିବା ଯାଏ ଆଉ ଯୋଡ଼ି ହେବ ନାହିଁ। ଦୁନିଆରେ କୋଟି କୋଟି ଜୀବଜନ୍ତୁ ଅଛନ୍ତି, ହେଲେ ମଣିଷ ଏକମାତ୍ର ଜୀବ ଯିଏ ଧନ ଅର୍ଜନ କଲେ ଧନ ଅର୍ଜନ କରେ ଆଉ ଯେତେ ଖାଇଲେ ବି ଭୋକିଲା ରହେ। କିନ୍ତୁ ଆଶ୍ଚର୍ଯ୍ୟ କଥା, ଅନ୍ୟ କୌଣସି ଜୀବଜନ୍ତୁ ଆଜି ଯାଏ ଭୋକରେ ମରୁନାହାନ୍ତି। ଜୟ ଶ୍ରୀ ଜଗନ୍ନାଥ।